ସଦ୍ନାମ ମନନ କରନ୍ତି, ଅସାଧାରଣ ବ୍ୟକ୍ତିତ୍ୱ ଏବଂ ବିଶ୍ୱଚେତନା ସେମାନଙ୍କ ମଧ୍ୟରେ ଜାଗି ଉଠେ। ନେମ୍ ଇଜ୍ ଦି ବାଲାନ୍ସିଂ ସିଷ୍ଟମ୍ ଅଫ୍ ୟୁନିଭର୍ସ। ଦୀକ୍ଷା ଗ୍ରହଣ ପରେ ଆମେମାନେ ଯେଉଁ ସଦ୍ନାମ ପାଉ, ଏଥିରେ ପ୍ରତ୍ୟେକ ନାମର ଇନର ମେକାନିଜିମ୍ ବା ଅନ୍ତର୍ନିହିତ ମରକତ ନିହିତ ଅଛି। ଆମେମାନେ ଗୋଟିଏ ଗୋଟିଏ ନାମ ସୃଷ୍ଟ ସ୍ପନ୍ଦନ ତରଙ୍ଗର ପରିଣୟନ। ଏହି ନାମ ଯଦି ଠିକ୍ ଭାବେ କରାଯାଏ, ଏଥିରେ ପ୍ରତ୍ୟେକର ବୈଶିଷ୍ଟ୍ୟ ପୂରଣ ଏବଂ ବିବର୍ଦ୍ଧନ ଏକଇ ସଙ୍ଗେ ହୋଇଥାଏ। ନାମୀଙ୍କ ପ୍ରତି ନାମ କରି କରି ଆମର ପ୍ରତ୍ୟେକଟି ସ୍ନାୟୁ ଏବଂ କୋଷ ବିଶ୍ୱର କାରଣସ୍ତର ସହିତ ଏକତାନ୍ତ ଲାଭ କରେ। କାରଣସ୍ତର କିପରି ସୂକ୍ଷ୍ମ ଥୂଳରେ ରୂପାନ୍ତରିତ ହୁଏ, ଥୂଳ କିପରି ସୂକ୍ଷ୍ମ ରୂପାନ୍ତରିତ ହୁଏ, ତାହା ଆମ ସ୍ପଷ୍ଟ ଦୃଷ୍ଟିଗୋଚରକୁ ଆସେ। ଏହି ବୋଧମାନ ହେଲା ଦର୍ଶନ ଏବଂ ପ୍ରତ୍ୟକ୍ଷ ଅନୁଭୂତି। ଯେଉଁମାନଙ୍କ ଜୀବନରେ ଏହି ସାମଗ୍ରିକ ଚେତନା ଜାଗେ, ସେମାନେ ଋଷିତ୍ୱ ଲାଭ କରନ୍ତି, ଯାହାକୁ ଭିତ୍ତି କରି କରି ବିଶ୍ୱବ୍ରହ୍ମାଣ୍ଡ ବ୍ୟାଖ୍ୟା କରାଯାଏ।